उसको मानव कहा जाता है। जो कहने से भी नहीं करता उसको डिसजस्टिस। सो ବର୍ଷରେ ଗୋଟିଏ ଗୋଟିଏ ଉତ୍ସବ ପାଳନ ହୁଏ, ବର୍ଷ ସାରା ପାଳନ କରିବା ପାଇଁ। ବର୍ଷରେ ଗୋଟିଏ ଗୋଟିଏ ଉତ୍ସବ ପାଳନ କରାଯାଏ, ତାର ଉଦ୍ଦେଶ୍ୟ ବର୍ଷ ସାରା ପାଳନ କରିବା ପାଇଁ। ଆଜି ସେଭଳି ଏକ ଉତ୍ସବ ଦିନ ଯେଉଁ ଭୂମି ଭାଇମାନଙ୍କୁ ଆଜି ସମ୍ମାନ ଦେଲେ ଏବଂ ଆତ୍ମିକ ସମ୍ପର୍କ ସୂଚନା ଦେଇ ସାରିଲେଣି, ଦେଉଛନ୍ତି ଏବଂ ଆମ ମସ୍ତକ ସ୍ମୃତିର ତିଳକ ଦେଉଛନ୍ତି। ତୁମେ ନିଜର ଆତ୍ମସ୍ମୃତିକୁ ସ୍ମୃତି ରଖ। ତୁମେ ଜଣେ ଆତ୍ମା, ଏକ ପରମାତ୍ମା ସନ୍ତାନ। এই ସ୍ମୃତି ରଖିକି ଆତ୍ମିକ ଦୃଷ୍ଟିରେ ଆମେ ଯଦି ସମସ୍ତଙ୍କୁ ଦେଖିପାରିବା, ପ୍ରକୃତରେ ଆମେ ଭାଇ ଭାଇ କିମ୍ବା ଭାଇ ଭଉଣୀ ଦେଖିପାରିବା। ତେଣୁ ଆତ୍ମିକ ସ୍ମୃତି ସେ ତିଳକ ଦେଇ ଆମକୁ ସଜାଗ କରୁଛନ୍ତି। ଭାଇ, ଆପଣଙ୍କ ଜରିଆରେ ଆମେ, ଆମ ଜରିଆରେ ଆପଣ, ଆମ ସମସ୍ତଙ୍କ ପିତା ପରମାତ୍ମା ତାଙ୍କ ସମ୍ମାନ ଆମ ଉପରେ ନିର୍ଭର କରେ। ଭାଇ, ଆପଣ ଦୁନିଆରେ ବାବାଙ୍କ ପାଇଁ ସର୍ଭିସ କରନ୍ତୁ ବା ନ କରନ୍ତୁ, କିନ୍ତୁ ଡିସସର୍ଭିସ କେବେ କରନ୍ତୁ ନାହିଁ। ସମ୍ମାନ ଦେବାର ଯଦି କାହାର ସାହସ ନାହିଁ, ଯେମିତି କାହାକୁ ଅପମାନ ଦେବାର କୌଣସି ଅଧିକାର ନାହିଁ। ବାବା କହୁଛନ୍ତି ସେବା କର, ସେବାରେ ନେବା ଆମ ପାଇଁ ଅଛି। ବାବା କିଛି ନେଉନାହାନ୍ତି, ସେ ତ ଆସିଛନ୍ତି, ଚାଲିଯିବେ, ସ୍ୱର୍ଗରାଜ୍ୟ ଗଠନ କରି ଚାଲିଯିବେ, ଯାହା ଦେବେ ଆମକୁ ହିଁ ଦେବେ। ତେବେ ଏଠି ତମେ ଯଦି ସେବା କରିପାରୁନାହ, ତମେ ଯଦି କେବଳ ପ୍ରଜା ହେଇକି ରହିଯିବା ପାଇଁ ଚାହୁଁଛ, ସେବା ନ କରିପାର, କିନ୍ତୁ ସର୍ଭିସ ବଦଳରେ ଡିସସର୍ଭିସ କୋଉଠି କରନ୍ତୁ ନାହିଁ। ଏ ସୂଚନା ମଧ୍ୟ ବାବାଙ୍କ ତରଫରୁ ରହିଛି ଭଗବାନଙ୍କ ଦ୍ୱାରା। ତେଣୁ କହିବା ପୂର୍ବରୁ ଆମେମାନେ ନିଜେ ନିଜେ ସଚେତନ ହେଇକି ରହିବାର ଅଛି। ବାବାଙ୍କ ସମ୍ମାନ ଅର୍ଥାତ୍ ଆମର ସମ୍ମାନ, ଭଉଣୀଙ୍କ ସମ୍ମାନ ଅର୍ଥାତ୍ ଆମମାନଙ୍କ ସମ୍ମାନ। ତେଣୁ ସୁସମ୍ମାନ